ବାରକୋଟି ଗାଁରୁ ଆଉ ଦେଖୁଛନ୍ତି ତାଙ୍କ ଫେସ୍ ଦେଖୁଛନ୍ତି ଆଉ ସେ 2 ସପ୍ତାହ ପୂର୍ବରୁ ଶୁକ୍ରବାର ଦିନ ସେ ଆସିଥିଲେ ଆଉ ସେ ମୁହଁରେ ଘୋଡ଼େଇକିରି ଆସିଥିଲେ ଆଉ ତାଙ୍କର ମୁହଁ ପୁରା ଫୁଲି ଯାଇଥିଲା ଆଖି ଯୋଗ ଫୁଲି ଯାଇଥିଲା ମୁହଁରେ ପୂଜ ସଦୃଶ୍ୟ ହେଇକିରି ପୁରା ତାଙ୍କର ମୁହଁ ଖରାପ ହେଇଯାଇଥିଲା ଆଉ ତାଙ୍କୁ ତାନ୍ତ୍ରିକ ମାନେ ତାଙ୍କ ବିରୁଦ୍ଧରେ ଥିବା ଲୋକମାନେ ରାତିରେ ବାଣ ମାରିଥିଲେ ଆଉ ତାଙ୍କର ମୁହଁ ପୁରା ଖରାପ ହେଇଯାଇଥିଲା ଆଉ ସେ ଯେତେବେଳେ ଆସିଲେ ସେଇଠି ପହଞ୍ଚି ପାରିଲେ ନାହିଁ ଘରକୁ ଆସିଲେ ସରିଲା ପରେ ସେ ପହଞ୍ଚିଲେ ଆଉ ସେ ଯେତେବେଳେ ମୁହଁ ଖୋଲିଲେ ଆମେ ଅବାକ୍ ହେଇଗଲୁ ତାଙ୍କର ଆଖି କାନ ମୁହଁ ସବୁ ଖୋଲିକିରି ରକ୍ତାକ୍ତ ହେଇକିରି ରେଡ୍ ହେଇକିରି କଷୁ କଷୁ ହେଇକିରି ପୂଜ ସଦୃଶ ହେଇଯାଇଥିଲା ଆଉ ସେ ଯେତେବେଳେ ଆସିଲେ କହିଲେ ଆଜ୍ଞା ଗାଁରେ ପହଞ୍ଚିଲି ଆଉ ଗୋଟେ ରାତି ମଧ୍ୟ ଶୋଇ ନାହିଁ ରାତି 12ଟା ଘଣ୍ଟେ ହଉ ହଉ ମୋର ମୁହଁ ଫୁଲିବାକୁ ଲାଗିଲା ମୋର ଦେହ ଖରାପ ହେବାକୁ ଲାଗିଲା ଆଉ ମୁଁ ପୁରା ଅସ୍ତବ୍ୟସ୍ତ ହେଇଗଲି ଆଉ ମତେ ଏତେ ଜଳାପୋଡା ହଉଛି ମୁଁ ସହିପାରୁନି ତାପରେ ସେ ଯେତେବେଳେ ଏ ସ୍ଥାନକୁ ପ୍ରାର୍ଥନା ଆସିବା ପାଇଁ ଚେଷ୍ଟା କଲେ ଅଟୋ ଡ୍ରାଇଭର ମାନେ ତୋର ମୁହଁ ଖରାପ ହେଇଯାଇଛି ଆଉ ତୋତେ ଆମେ ଆମ ଗାଡିରେ ନେବୁ ନାହିଁ ଯଦି ନେବୁ 500 ଟଙ୍କା ନେବୁ ଯୋଉଠି 30 ଟଙ୍କା 40 ଟଙ୍କା ସେଠି ଆମକୁ 500 ଟଙ୍କା ବହୁତ କଷ୍ଟରେ ସେ ଆସି ପହଞ୍ଚିଲେ ତାପରେ ତାଙ୍କୁ ନିମନ୍ତେ ପ୍ରାର୍ଥନା କରାଗଲା ପୁଣି ଆମେ ତାଙ୍କ ଗାଁକୁ ମଧ୍ୟ ଯାଇକି ପ୍ରାର୍ଥନା କଲୁ ଆଜି ଦେଖନ୍ତୁ ତାଙ୍କର ମୁହଁ କି ପ୍ରକାର ଥିଲା ଆଜି ପ୍ରଭୁ କି ପ୍ରକାର ଆଶ୍ଚର୍ଯ୍ୟ ଭାବରେ ତାଙ୍କୁ ସୁସ୍ଥତା ଦେଲେ କହିବା ହାଲେଲୁୟା ପ୍ରେଜ୍ ଦ ଲର୍ଡ ତାନ୍ତ୍ରିକ ମାନେ ଚେଷ୍ଟା କଲେ ନଷ୍ଟ କରିବା ପାଇଁ ଜୀବନରୁ ମାରିବା ପାଇଁ କିନ୍ତୁ ପ୍ରଭୁ ରକ୍ଷା କଲେ କହିବା ହାଲେଲୁୟା ପ୍ରେଜ୍ ଦ ଲର୍ଡ ଆଉ ପ୍ରଭୁ ଆପଣଙ୍କ ଜୀବନ ବି ରକ୍ଷା କରିବେ ଆଉ ପ୍ରଭୁ ଜୀବନ୍ତ ସାକ୍ଷ୍ୟ ଆମମାନଙ୍କୁ ମଧ୍ୟ ଦେଇଛି ଜୋରଦାର କରତାଳି ଦେଇ ପ୍ରଭୁ